ଜୈମିନୀ ଭାରତ କୁଳିନ୍ଦକୁ କାରାରୁଦ୍ଧ କରି ଦୁଷ୍ଟ ବୁଦ୍ଧିର କୋନ୍ତଳପୁରେ ଆଗମନ ଓ ବିଷୟର ପରିଣୟ ଶ୍ରବଣେ ଦୁଃଖ ଓ ଚନ୍ଦ୍ରହାସ୍ୟର ରାଜ୍ୟପ୍ରାପ୍ତି। ଜନ୍ମେ ଜୟ ନର ରାଣ ଯୋଡ଼ିବେନି କର, ବୋଇଲେ ହେ ମୁନି ମୋତେ ପ୍ରତିକାର କର। ଶ୍ରୀକୃଷ୍ଣ ଚରିତ ଏହି ଅମୃତ ଅଟଇ, ଶୁଣାଇ ପବିତ୍ର ମୋତେ କର ମୁନି ସାଇ। ଶୁଣି ନ ବୋଲନ୍ତି ଜୈମିନୀ ଶୁଣ ରାଏ, ଏଥୁ ଅନ୍ତେ ଯାହା ହେଲା ଶୁଣ ସେ ବିଷୟ। ଏବେ ଶୁଣ ଚନ୍ଦନାବତୀ ନଗର ଲୀଳା, ଦୁଷ୍ଟ ବୁଦ୍ଧି ମନ୍ତ୍ରୀ ଚନ୍ଦନାବତୀରେ ଥିଲା। ଚନ୍ଦ୍ରହାସ୍ୟର ବିଳମ୍ବ ଦେଖି ବିଚାରିଲା, ନିଶ୍ଚୟ ଚନ୍ଦ୍ରହାସ୍ୟର ମରଣ ହୋଇଲା। ଭାବିଲା କୁମର ମୋର ପତ୍ରକୁ ପାଇଣ, ବିଷ ଦେଇ ଚନ୍ଦ୍ରହାସ୍ୟେ କରିଛି ନିଧନ। ଚନ୍ଦ୍ରହାସ୍ୟ ବଳେ ସିନା କୁଳିନ୍ଦର ଟାଣ, ନିଶ୍ଚୟ ଏବେ ଚନ୍ଦ୍ରହାସ୍ୟ ତେଜିଲା ଜୀବନ। ଯେବେ ସେହି ଜୀବନରେ ମରଣ ନଥାନ୍ତା, ଏତେ ଦିନ ବିଳମ୍ବ ଯେ କିମ୍ପାଇଁ ହୁଅନ୍ତା। ଏମନ୍ତ ବିଚାରି କୁଳିନ୍ଦକୁ ସେ ବାନ୍ଧିଲା, ଗୋଡ଼ରେ ଶିକୁଳି ଦେଇ ବହୁ ମାଡ଼ ଦେଲା। ବୋଇଲାରେ ବର୍ବର ଧନ ଗର୍ବେ ତୁହି, ମୋତେ ତିଳେ ଖାତର ତୁ ଲବେ କଲୁ ନାହିଁ। ଅରଣ୍ୟରୁ ପାପ ଛୁଆ ଗୋଟାଇ ଆଣିଲୁ, ତାହାକୁ ପୁଅ କରିଣ ମୋତେ ନ ମାନିଲୁ। ମୋର ଆଜ୍ଞା ନ ମାନିଲୁ ଏବେ ତୁହି ମୋର, ଏସନ କହିଣ କୋପେ ସେହି ମନ୍ତ୍ରୀ ବର। ଚାରକୁ ବୋଇଲା ୟାକୁ ବେଗେ ଘେନି ଯାଅ, ହାତ ଗୋଡ଼ ଗୁଣ୍ଡ କରି ବନ୍ଦିରେ ରଖାଅ। ପ୍ରଜାମାନଙ୍କୁ ଧରାଇ ଆଣି ମନ୍ତ୍ରୀ ବର, ବହୁତ ମାଡ଼ ମାଇଲା ହୋଇ କୋପ ଭର। ବୋଇଲାରେ ଅଧମ ଜାତିରେ ସବର, ବନ ପଶୁ ସଙ୍ଗତରେ ସମାନ ତୁମ୍ଭର। କାହୁଁ ବନସ୍ତରୁ ଏକ ଶିଶୁକୁ ଆଣିଣ, ତା କଥାରେ ମୋତେ ତୁମ୍ଭେ ନକଲରେ ମାନ୍ୟ। ଡାକ ଏବେ ସେହି ବାପ ଆସି ରକ୍ଷା କରୁ, ଏକାଦଶୀ ବ୍ରତ ଫଳ ପାଅ ମହାତରୁ। ଏସନ କହିଣ ମନ୍ତ୍ରୀ ମାରେ ଘନ ଘନ, ବିକଳ ହୋଇଲେ ତହିଁ ନଗ୍ର ପ୍ରଜାଗଣ। ପୁଣି ବାଟେ ଯାଉ ଯାଉ କରଇ ବିଚାର, ଚନ୍ଦ୍ରହାସ୍ୟ ବୀର ନିଶ୍ଚେ ହୋଇଛି ସଂହାର। ଏଇ ପ୍ରହର ମଧ୍ୟରେ କରିବି ଗମନ, ଚନ୍ଦ୍ରହାସ୍ୟ ମୃତ୍ୟୁ ଯାଇ କରିବି ଶ୍ରବଣ। ଏପରି ଚିନ୍ତା କରିଣ ଯାନରେ ବସିଲା, ବାହକମାନଙ୍କୁ ବହୁତ ତାଡ଼ନା କରିଲା। ସେମାନେ ବୋଇଲେ କିମ୍ପା ଦିଅ ଏତେ ଦୁଃଖ, ଅଳ୍ପ କ୍ଷଣେ ନେଇ ଯିବୁ ନହୁ ଅବିମୁଖ। ଅତି ଶୀଘ୍ରେ ଆମ୍ଭେମାନେ କରିବୁ ଗମନ, ଆପଣଙ୍କୁ ଘେନି କରି ଯାଉଛୁ ଏ କ୍ଷଣ। ଏ ପ୍ରକାରେ ବିନୟରେ
ବାହକ କହନ୍ତେ। ଏକ ସର୍ପ ଉପସ୍ଥିତ ହେଲା ଅକସ୍ମାତେ, ବିସ୍ତାର କରିଣ ଫଣା ମନୁଷ୍ୟ ବଚନେ। କହିଲା କ୍ରୋଧରେ ସର୍ପ ମନ୍ତ୍ରୀକୁ ତକ୍ଷଣେ, ଏତେ ଦିନ ଆମ୍ଭେ ତୁମ୍ଭ ନିକଟରେ ଥିଲୁ, ତୁମ୍ଭ ପୁତ୍ର ଯୋଗୁ ଆମ୍ଭେ ବିଦାୟ ହୋଇଲୁ। ଏ କ୍ଷଣି ତୁମ୍ଭଙ୍କୁ ତେଜି ହୋଇଲୁ ବାହାର, ତୁମ୍ଭର କଲ୍ୟାଣ ହେଉ ଆହେ ମନ୍ତ୍ରୀ ବର। ଏହା କହି ପାତାଳକୁ ଗଲା ନାଗମଣି, ଦୁଷ୍ଟ ବୁଦ୍ଧି ମନ ମଧ୍ୟେ ଭାବେ କିଛି କ୍ଷଣି। ବାହକ ମାନଙ୍କୁ ସେହି କ୍ରୋଧେ ମାଡ଼ ଦେଲା, ଅତି ଶୀଘ୍ର କୁନ୍ତଳରେ ପ୍ରବେଶ ହୋଇଲା। ଶଙ୍ଖ ବାଦ୍ୟ ମଙ୍ଗଳର ଶବଦ ଶୁଣିଣ, ମନ ମଧ୍ୟେ ଭାବିଲା ଯେ ଏମନ୍ତ କରିଣ। ମୋହର କୁମର କାର୍ଯ୍ୟ କରିଛି ସଫଳ, ତେଣୁ ଏ ମଙ୍ଗଳ ଧ୍ୱନି ହେଉଛି ପୁରର। ଏତେ ବୋଲି ଦୃଷ୍ଟି ବୁଦ୍ଧି ପୁର ମଧ୍ୟେ ଗଲା, ବନ୍ଦୀଗଣ ମାନଙ୍କୁ ସେ ଆଗରେ ଭେଟିଲା। ବନ୍ଦୀଏ କହିଲେ ତାକୁ ହାତ ଯୋଡ଼ି କରି, କିମ୍ପାଇଁ ଏଡ଼େ ଚଞ୍ଚଳ ମନ ହେ ତୁମ୍ଭରି। ଆପଣଙ୍କ ପତ୍ର ପାଇ ମଦନ କୁମାର, ଚନ୍ଦ୍ରହାସ୍ୟ ସହ ବିଷ ୟାର ବିଭାଘର। ବିଭାଘର କରି ସେହୁ ବହୁ ଦାନ ଦେଲା, ଶୁଣି ଦୁଷ୍ଟ ବୁଦ୍ଧିର ଯେ ମୁହଁ ଜଳିଗଲା। ସମ୍ମୁଖରେ ବିପ୍ରଗଣେ ଦେଖିବାକୁ ପାଇ, ବୁଝିଣ ସବୁ ଖବର ଅତି ଦୁଃଖୀ ହୋଇ। ବ୍ରାହ୍ମଣ କହିଲେ ଦୁଷ୍ଟ ବୁଦ୍ଧି କିଏ କାଳେ, ଚନ୍ଦ୍ରହାସ୍ୟ ସହ ବିଷୟା ଯେ ବିଭା ହେଲେ। ଶୁଣି ଦୁଷ୍ଟ ବୁଦ୍ଧି ବେଗେ ମାରି ଗୋଡ଼ାଇଲେ, ଦାନ ଦ୍ରବ୍ୟ ଛାଡ଼ି ବିପ୍ରେ ପଳାଇଣ ଗଲେ। ଚନ୍ଦ୍ରହାସ୍ୟ ରାଜା ହେଉ ଗାୟକ ବୋଲନ୍ତି, ଦଣ୍ଡ ତୋଳି ଯନ୍ତ୍ର ଭାଙ୍ଗି ଦେଲା ବେଗେ ମନ୍ତ୍ରୀ। ଭୟରେ ଗାୟକ ମାନେ ତହୁଁ ପଳାଇଲେ, ତହିଁ ଖରେ ଯାଇ ମନ୍ତ୍ରୀ ନିଜ ପୁରେ ମିଳେ। ପରଦ୍ୱାରେ ଯାଇ ଦେଖେ ନାରୀଙ୍କର ଦଳ, ଆନନ୍ଦରେ ଜାଳୁଛନ୍ତି ପ୍ରଦୀପ ସକଳ। ପଚାରିଲେ ହି ସବୁ ଉତ୍ସବ କାହାର, ଶୁଣି ନର ନାରୀ ମାନେ ଦିଅନ୍ତି ଉତ୍ତର। ବିଷୟାରେ ସଙ୍ଗେ ଚନ୍ଦ୍ରହାସ୍ୟ ବିଭାଘର, କରିଣ ଅଛନ୍ତି ତୁମ୍ଭ ମଦନ କୁମାର। ତେଣୁ ମନ୍ତ୍ରୀ ବର ଏହି ଉତ୍ସବ ହୁଅଇ, ଶୁଣି ମୂର୍ଚ୍ଛାଗତ ପ୍ରାୟ ମନ୍ତ୍ରୀ ବର ହୋଇ। କ୍ରୋଧ ଭରେ ରମଣୀକୁ କଲା ସେ ଧିକାର, ଲଜ୍ଜା ନାହିଁ ମୁଖ ଦେଖାଉଛ ମୋ ଆଗର। ଏହି ପରିସପ୍ତ ଦ୍ୱାରେ ପ୍ରବେଶ ହୋଇଲା, ଚନ୍ଦ୍ରହାସ୍ୟ କୋଳେ ଝିଅ ବସିଛି ଦେଖିଲା। ମଣିହରା ଫଣି ପରି ତହିଁ ଛିଡ଼ା ହେଲେ, ଚନ୍ଦ୍ରହାସ୍ୟ ବିଷୟା ଯେ ବରଣ ବନ୍ଦିଲେ। ମଣିହରା ଫଣି ପରି ତହିଁ ଛିଡ଼ା ହେଲେ, ଚନ୍ଦ୍ରହାସ୍ୟ ବିଷୟା ଯେ ଚରଣ ବନ୍ଦିଲେ। ଏ ସମୟରେ ମଦନ
ତହିଁ ପ୍ରବେଶିଲା। ପିତା ପାଦେ ପଡ଼ି ହାତ ଯୋଡ଼ି ଛିଡ଼ା ହେଲା। ପୁତ୍ରକୁ ଦେଖି ମନ୍ତ୍ରୀ କୋପରେ ଯେ କହେ, କିମ୍ପାଇଁ ଏପରି କାର୍ଯ୍ୟ କଲୁ ରେ ତନଏ। ମୁଁ କିସ ଲେଖିଲି ତୋ ପାଶରେ କୁମର, ତୁ କିସ ପଢ଼ିଣ କଲୁ ଏପରି ବ୍ୟବହାର। ଶୁଣିଣ ମଦନ ବୋଲେ ଶୁଣ ହେ ପିଅର, ଯାହା ପତ୍ରେ ଲେଖା ଥିଲା କଲି ସେ ପ୍ରକାର। ଚନ୍ଦ୍ରହାସ୍ୟ ବିଷୟକୁ ପ୍ରଦାନ ମୁଁ କଲି, ଗଜବାଜି ଧନରତ୍ନ ଯୌତୁକ ଦେଲି। ଏ ବିବାହେ ଭଣ୍ଡାରରେ ଥିଲା ଯେତେ ଧନ, ଅକାତରେ କରିଅଛି ମୁହିଁ ବିତରଣ। ଯେତକ ବ୍ରାହ୍ମଣ ଭିକ୍ଷୁ ପୁରକୁ ଆସିଲେ, ସମସ୍ତଙ୍କୁ ଧନ ଦାନ ଦେଲି ଆନନ୍ଦରେ। ଶୁଣି ଦୁଷ୍ଟ ବୁଦ୍ଧି ଶିରେ କରାଘାତ କଲା, କି କଲୁ ମଦନ ବୋଲି ଦୁଃଖିତ ହୋଇଲା। ମଦନ ବୋଇଲା ପିତା ଆଜ୍ଞା ପାଳି ରାମ, ଯେପରି ବନକୁ ଗଲେ ସେପରି ମୁଁ ଜାଣ। ଆପଣଙ୍କ ଆଦେଶକୁ ପାଳିଣ ଛଇ, ଏଥିରେ ମୋର ପିତା ଯେ କିଛି ଦୋଷ ନାହିଁ। ଶୁଣି ବୋଲେ ମନ୍ତ୍ରୀ ଆରେ ମୂର୍ଖ ବୁଦ୍ଧି କଲୁ, ମୁହିଁ କିସ ଲେଖିଥିଲି ଏପରି କରିଲୁ। ଆଣ ଦେଖିବି ଏ କ୍ଷଣି ପତ୍ରକୁ ମୋହର, ଶୁଣି ମଦନ ଆଣିଣ ଦେଲା ସେ ପତର। ପତ୍ର ପାଇ ମନ୍ତ୍ରୀ ବର ପୁତ୍ରକୁ ବୋଇଲା, ଦୈବ ବଳେ ହି ଲେଖା ତୋ ପାଶେ ଅଇଲା। ଏଥିରେ ତୋହର ଦୋଷ ନାହିଁ ରେ କୁମାର, ମନୁ ଚିନ୍ତା ଛାଡ଼ ଚାଲ ମୋହ ସଙ୍ଗତର। ଚନ୍ଦ୍ରହାସ୍ୟକୁ ବହୁତ ସମାଦର କଲା, ଚତୁର୍ଥୀ ବିଧାନ ବିଧି ମତେ ବଢ଼ାଇଲା। ଦୁଷ୍ଟ ବୁଦ୍ଧି ପାପମତି ହୃଦେ ହଳାହଳ, ମୁଖେ ଅମୃତ ବଚନ ଭାଷଇ କେବଳ। ଏଥୁ ଅନ୍ତେ ଦୁଷ୍ଟ ବୁଦ୍ଧି ଭାବେ ମନେ ମନେ, ବିପରୀତ କାର୍ଯ୍ୟ ଏହା ଘଟିଲା ଏ କ୍ଷଣେ। କି କରିବି ଏତେବେଳେ ବୁଝି ତ ନ ପାରେ, କି ଦେବ ମନ୍ତ୍ରଣା ମୋର କାହାକୁ ପଚାରେ। ପୁତ୍ର ଠାରୁ ମୋର ଆଶା ନ ହେବ ସଫଳ, କନ୍ୟା ହେଲା ମୋର ଏବେ ଯାତନାର ସ୍ଥଳ। ବିଷୟା ଚନ୍ଦ୍ରହାସ୍ୟ ଏ ମିଳିବେ ନିଜନ, ନିଶ୍ଚୟ ମୋର କୁଳକୁ କରିବେ ଉଚ୍ଛନ। ବିଷୟା ବିଧବା ହେଉ ଚିନ୍ତା ନାହିଁ ମୋର, କିପରି କରିବି ଚନ୍ଦ୍ର ହାସ୍ୟକୁ ସଂହାର। ଏତେ ଭାବି ମନେ ମନେ ଚଣ୍ଡାଳେ ଡାକିଣ, ବୋଇଲାରେ ତୁମ୍ଭେ ମାନେ ଶୁଣ ମୋ ବଚନ। ନଗର ବାହାରେ ତୁମ୍ଭେ ଦେବୀଙ୍କ ମନ୍ଦିରେ, ଖଣ୍ଡା ଘେନି କରି ରହି ଥାଅ ଗୋପନରେ। ଦୁଇ ଦୁଇ ଜଣେ ତୁମ୍ଭେ ଗୋପନେ ରହିବ, ଯେଉଁ ଲୋକ ପୂଜା ଦ୍ରବ୍ୟ ଘେନି କରି ଯିବ, ତାହାକୁ ସେଠାରେ ତୁମ୍ଭେ ମାନେ ବିନାଶିବ। ମୋହର ଆଜ୍ଞାକୁ କେବେ ହେଳା ନ କରିବ,
ପୂର୍ବରେ ଯେପରି ମୋତେ ଦେଲ ଠକାଇଣ, ଏବେଳେ ସେପରି ତୁମ୍ଭେ ନ କରିବ ଜାଣ। କଲେ ମୋହର ହସ୍ତରେ ସବଂଶେ ମରିବ, ମୋର ଏହି କଥା ଅଟେ ଜାଣିଥାଅ ଧ୍ରୁବ। ଯେବେ ମୋର କାର୍ଯ୍ୟ ତୁମ୍ଭେ କରିବ ହେ ବୀର, ନିୟମ କରୁଛି ଦେବି ବହୁ ପୁରସ୍କାର। ଶୁଣିଣ ମନ୍ତ୍ରୀଙ୍କ ବାଣୀ ସେ ଚାଣ୍ଡାଳ ଗଣ, ଖଡ୍ଗ ନେଇ ଦେବୀ ଗୃହେ କରିଲେ ଗମନ। ତହିଁ ପରେ ଦୁଷ୍ଟ ବୁଦ୍ଧି କହେ ଚନ୍ଦ୍ରହାସ୍ୟେ, ହିତ ବାକ୍ୟ ଶୁଣ ବତ୍ସ ଯାହା ମୁହିଁ ଭାସେ। ବିଭା ପରେ କୁଳ ପ୍ରଥା ଆମ୍ଭମାନଙ୍କର, ପୂଜା ଘେନି ଯାନ୍ତି ବାବୁ ଦେବୀଙ୍କ ପାଶର। ଆଜି ତୁମ୍ଭେ ଦେବୀ ମନ୍ଦିରକୁ ବେଗେ ଯାଅ, ଭୋଗ ଦ୍ରବ୍ୟ ଦେଇ ତାଙ୍କ ପୂଜାକୁ ବଢ଼ାଅ। ଏହିପରି ପାପମତି ବୋଲଇ ବଚନ, ଶୁଣି ଆନନ୍ଦିତ ହେଲା ଚନ୍ଦ୍ରହାସ୍ୟ ମନ। ବୋଇଲା ହେତା ତ ଆପଣଙ୍କର ଆଜ୍ଞାରେ, ପୂଜା ଦ୍ରବ୍ୟ ଘେନି ମୁହିଁ ଯିବି ଆନନ୍ଦରେ। ଏସନ କହିଣ ଚନ୍ଦ୍ର ହାସ୍ୟପୁରେ ଗଲା, ଦୁଷ୍ଟ ବୁଦ୍ଧି କୁଳପୁର ହିତେ ଡକାଇଲା। ଗାଲବ ନାମରେ ତାଙ୍କ କୁଳ ପୁରୋହିତ, ତାକୁ ଡାକି ଦୁଷ୍ଟ ବୁଦ୍ଧି କହିଲା ଏମନ୍ତ। ଶୁଣ ଆହେ ପୁରୋହିତ ମୋହର ବଚନ, ଏହି ଚନ୍ଦ୍ରହାସ୍ୟ ଅଟେ ମୋର ଶତ୍ରୁ ଜାଣ। ଏହାକୁ ମାରିବା ପାଇଁ ଯେତେ ଚେଷ୍ଟା କଲି, କୌଣସି ମତେ ୟାକୁ ମୁଁ ମାରି ନ ପାରିଲି। ଭାବିଥିଲି ଆମ୍ଭ ରାଜାଙ୍କର ପୁତ୍ର ନାହିଁ, ରାଜା ଅନ୍ତେ ମୋର ପୁତ୍ର ହେବ ନରସାଇଁ। ତେଣୁ ଚନ୍ଦନାବତୀ ପୁରକୁ ମୁହିଁ ଗଲି, କପଟ କରିଣ ଚନ୍ଦ୍ର ହାସେ ପଠାଇଲି। ଲେଖା ଦେଇ ପଠାଇଲି ତା ହସ୍ତରେ ମୁହିଁ, ବିଷ ଦେଇ ମଦନେ ଯେ ମାରିବାର ପାଇଁ। ଦୈବ ବଳେ ସେହି ଲେଖା ଅନ୍ୟ ପରି ହେଲା, ବିଷୟାକୁ ବିଭା ଦେବି ବୋଲି ଲେଖାଗଲା। ମଦନ ମୋ ଲେଖା ପାଇ ବିଷୟା ସହିତ, ବିବାହ କରିଲା ଚନ୍ଦ୍ର ହାସ୍ୟକୁ ତୁରିତ। ଚନ୍ଦନାବତୀ ନଗରେ କୁଳିନ୍ଦକୁ ମୁହିଁ, ବେଢ଼ି ଦେଇ ବନ୍ଦୀ ଘରେ ରଖିଣ ଛଇ। ଆନନ୍ଦରେ ମନେ ଆସିଲି ଘରକୁ ମୋହର, ଭାବିଥିଲି ମରିଥିବ ଚନ୍ଦ୍ରହାସ୍ୟ ବୀର। ମାତ୍ର ଦେଖିଲି ଯେ ଏହା ହୋଇଛି ଘଟଣା, କିପରି ମାରିବି ଚନ୍ଦ୍ର ହାସ୍ୟ ମୁହିଁ ପୁଣ। ଏକଇ ଉପାୟ ସବୁ ଅଛି ଯେ ମନରେ, ଚଣ୍ଡୀ ପାଶେ ପୂଜା ଦ୍ରବ୍ୟ ଦେଇଣ ଯତ୍ନରେ। ଚନ୍ଦ୍ରହାସ୍ୟ ପୂଜା ପାଇଁ ପଠାଇଣ ଦେବି, ଚାଣ୍ଡାଳ ଗଣଙ୍କ ଦ୍ୱାରା ବଧ କରାଇବି। ଆଗରୁ ଚାଣ୍ଡାଳ ଗଣ ପଠାଇଅଛଇ, ସେମାନେ ଗୁପ୍ତ ଭାବରେ ରହିଛନ୍ତି ତହିଁ। ଏସନ ଶୁଣିଣ ପୁରୋହିତ ଆନନ୍ଦରେ,
ପୂଜା ଦ୍ରବ୍ୟ ମାନ ସଜାଡ଼ିଲେ ତତ କାଳେ ଏ ସମୟ ମଦନକୁ ଡାକି ମନ୍ତ୍ରୀ ବର ବୋଲେ ତୁମ୍ଭେ ଡାକି ଆଣ ଚନ୍ଦ୍ରହାସ୍ୟ ବୀର। ଏସବୁ ଘଟଣା ଯେ ମଦନ ଜାଣେ ନାହିଁ ଆନନ୍ଦ ମନରେ ଗଲା ଡାକିବାର ପାଇଁ। ବୋଇଲା ବହନ ଆସ ଆହେ ବୀରବର ପିତାଙ୍କର ଆଜ୍ଞା ପୂଜି ଯିବ ହେ ମନ୍ଦିର। ମଦନ ଏପରି କହି ଗମନ କରିଲା ଏଥୁ ଅନ୍ତେ ଶୁଣ ଯେଉଁ ବିଷୟ ଘଟିଲା। ମନ୍ଦାର ଫୁଲ ପରାଏ ହୋଇଣ ତପନ ପଶ୍ଚିମ ଦିଗକୁ ସେହି କରିଲେ ଗମନ। ତାହା ଦେଖି ଆନନ୍ଦିତ ହୋଇ ଚନ୍ଦ୍ରହାସ୍ୟ ଚଣ୍ଡୀଙ୍କର ପୂଜା ପାଇଁ କରି ଅଭିଳାଷ। କୁସୁମ ଚନ୍ଦନ ଆଦି ଘେନି ଉପହାର ନିଜ ନାରୀ ବିଷୟାକୁ କହିଣ ସକଳ। ବୋଇଲା ସଜନୀ ଶୁଣ ମୋହର ବଚନ ଦେବୀ ପୂଜା ପାଇଁ ଡକାଇଲେ ପିତା ପୁଣ। ବୋଇଲେ ଆମ୍ଭ କୂଳରେ ବ୍ୟବହାର ଛଇ ବିବାହ ହୋଇଣ ଦେବୀଙ୍କି ପୂଜନ୍ତି ସେ ଯାଇ। ତେଣୁ କରି ଦେବୀଙ୍କି ମୁଁ ପୂଜିବା ନିମନ୍ତେ ଯାଉଅଛି ବିମନା ନହିବୁ ସଖୀ ଚିତ୍ତେ। ଏପରି କହିଣ ବୀର ମେଲାଣି ମାଗିଣ ଦୁଷ୍ଟ ବୁଦ୍ଧି ପାଶେ ପ୍ରବେଶିଲେ କବହନ। ଦେଖି ଦୁଷ୍ଟ ବୁଦ୍ଧି ଅତି ଆନନ୍ଦ ହୋଇଲା ଶୀଘ୍ର ପୂଜିବାକୁ ବାବୁ ଯାଓରେ ବୋଇଲା। ଦେବୀ ପୂଜା ଦ୍ରବ୍ୟ ସର୍ବ ଥାଳିରେ ସଜାଇ ଦୁଷ୍ଟ ବୁଦ୍ଧି ଚନ୍ଦ୍ରହାସ୍ୟ करे देला नेई। बोइला देवीଙ୍କ गृहे जाइण कुमार पूजा करी भगवती ठारू घेन बर। पुणी चंद्रहास्य करे घेनी पूजा थाली धीरे धीरे देवीଙ୍କ मंदिरे गला चली। नारद बोइले बे शुण वीर पार्थ एथु अंते जाहा कले कुंतलर नाथ। अशुभ सपन सेही निद्रारे देखिले निद्रा तेजी गालव ऋषिंकी डकाइले। बोइले भोमुनि आजी देखिली अशुभ निकटरे मृत्यु मोर निश्चय घटिब। पूर्वे शुभ दिने दत्त राय मुनिवर अनंग नृपति पासे करिले गिर। जोगी ऋषि मुनि माने देखिले अरिष्टि जानि न रखन्ति तांक मृत्यु काल गोटी। जाहाकु न हुए दृश्य ध्रुव रुंधती वर्षक मध्यरे सेहु मोर इति जति। आदित्य नल तेज न लागे जाहाकु 11 मासरे मृत्यु घटई ताहाकु। जे देखाई स्वप्ने विष्ठा स्वर्ण रौप्यमान 10 मासे ताहार जे हुई मरण। पिशाच गंधर्व प्रेत स्वप्न जे देखई 9 मासे ताहार जे मृत्युटी घटई। स्वर्ण रौप्य वस्तु स्वप्ने देखे से हु जान
ଅଷ୍ଟମାସେ ମୃତ୍ୟୁ ଘଟେ ନ ହୁଅଇଆନ। ଶୂନ୍ୟ ପାଦ ଦେଖେ ସପ୍ତ ମାସରେ ମରଣ। ଶାସ୍ତ୍ରର ବଚନ ଏହୁ ନ ହୋଇବ ଆନ। ଗୃଧ୍ର କାକ କପୋତ ଯା ମୁଣ୍ଡରେ ବସଇ। ଷଷ୍ଠ ମାସେ ମୃତ୍ୟୁ ତାର ଅବଶ୍ୟ ଘଟଇ। ଯେ ଦେଖେ ବାସରେ ବସି କାକ ଦିଏ ରାବ। 5 ମାସ ମଧ୍ୟରେ ସେ ନିଶ୍ଚୟ ମରିବ। ନିଜ ଛାୟା ବିପରୀତ ଭାବେ ଯେ ଦେଖଇ। 4 ମାସ ମଧ୍ୟରେ ତାର ମରଣ ଲେଖଇ। ବହୁତ ଜଳ ଯେ ପାନ କରଇ ସ୍ୱପ୍ନରେ। 3 ମାସ ମଧ୍ୟରେ ନିଶ୍ଚେ ସେହି ପ୍ରାଣୀ ମରେ। ରୁକ୍ଷ କପି ସଙ୍ଗେ ଯେହୁ ଦକ୍ଷିଣେ ଗମଇ। ବେନି ମାସେ ମୃତ୍ୟୁ ତାର ନିଶ୍ଚୟ ହୁଅଇ। ରଙ୍ଗ ବସ୍ତ୍ର ପିନ୍ଧେ ନାରୀ ସଙ୍ଗେ ଦକ୍ଷିଣରେ। ଗମନେ ମରଣ ହୁଏ ପ୍ରଥମ ମାସରେ। ଉଲଗ୍ନ ବା ତୁଳଙ୍କୁ ଯେ ସ୍ୱପ୍ନେ କଥା କୁହେ। ଅଳ୍ପ ଦିନରେ ତାର ମରଣଟି ଯେ ହୁଏ। ଏହି ରୂପେ ଗାଲବଙ୍କୁ ସକଳ କହିଲେ। ଗାଲବ ବିଚାରି ମନେ ଯାଓସି ବୋଇଲେ। ମୃତ୍ୟୁ କାଳ ନିକଟ ଯେ ହୋଇଲା ତୁମ୍ଭର। ବିଳମ୍ବ ନ କରିବନେ ଚଳ ନୃପବର। ତାହା ଶୁଣି ନୃପବର ବୋଇଲେ ବଚନ। ରାଜଦଣ୍ଡ କାହାକୁ କରିବା ସମର୍ପଣ। ଆମ୍ଭର ନଗରରେ ଥିଲା ଯେ ବଣ କୁମାର। ତାକୁ ଆଣି ଅଭିଷେକ କରାଅ ସତ୍ୱର। ମନ୍ତ୍ରୀର ପୁତ୍ର ମଦନ ପାଶେ ବସିଥିଲେ। ତାକୁ ଚାହିଁ ନୃପବର ବଚନ ବୋଇଲେ। ବୋଇଲେ ମଦନ ତୁମ୍ଭେ ଶୀଘ୍ର ଚଳିଯିବ। କୁଳିନ୍ଦ କୁମାର ଚନ୍ଦ୍ର ହାସ୍ୟକୁ ଆଣିବ। ବିଳମ୍ବ ନ କରିବେ गे ଯାଅ ରେ କୁମାର। ମୁହୂର୍ତ୍ତ ମଧ୍ୟରେ ଆଣ ଚନ୍ଦ୍ର ହାସ୍ୟ ବୀର। ନୃପତି ବାକେ ଗାଲବ ମଦନକୁ ଚାହିଁ। ବୋଇଲେ ଚନ୍ଦ୍ର ହାସ୍ୟକୁ ଘେନି ଆସ ଯାଇ। ଆଜ୍ଞା ପାଇ ମଦନ ଯେ ବେଗେ ଚଳିଗଲା। ପଥେ ଯାଇ ଚନ୍ଦ୍ର ହାସ୍ୟ ଆସୁଛି ଭେଟିଲା। ପଥରେ ଦେଖନ୍ତେ ସେହୁ ମଦନ କୁମାର। ବୋଇଲେ କେଣେ ଯାଉଛ ଆହେ ବୀରବର। ଚନ୍ଦ୍ର ହାସ୍ୟ ବୋଲେ ଦେବୀ ପୂଜି ଯାଉଛଇ। ଶୁଣିଣ ମଦନ ବୋଲେ ଫେରି ଯାଅ ଭାଇ। ତୁମ୍ଭେ ବେଗେ ଯାଅ ଚଳି ରାଜାଙ୍କ ଛାମୁକୁ। ମୁଁ ଯାଇ କରିବି ପୂଜା ଗ୍ରାମ ଦେବତୀଙ୍କୁ। କୁନ୍ତଳ ନୃପତି ଆଜି ମହାଶୋକ କଲେ। ଆପଣା ଛାୟାରେ ନିଜ ମୁଣ୍ଡ ନ ଦେଖିଲେ। ନିକଟରେ ମୃତ୍ୟୁ ହେବ ସପନେ ଜାଣିଲେ। ଗାଲବ ଋଷିଙ୍କୁ ତାହା ସକଳ କହିଲେ। ଋଷିଙ୍କ ବଚନେ ରାଜା ହେବେ ବ୍ରହ୍ମଚାରୀ। ତୁମ୍ଭ ହସ୍ତେ ରାଜ୍ୟ ଭାର ସମର୍ପଣ କରି। ମୋତେ ଦେଲେ ଆଜ୍ଞା ବେଗେ ତୁମ୍ଭ ଯିବା ପାଇଁ। ତୁମ୍ଭେ ଯାଅ ରାଜା ପାଶେ ମୁଁ ପୂଜି ଯିବଇ। ଦେଇ ନୃପବର ରାଜ ସମ୍ପତ୍ତି ତୁମ୍ଭକୁ। ସନ୍ନ୍ୟାସୀ ହୋଇଣ ସେହି
ଯିବେଟି ବନକୁ। ଏତେ କହି ମଦନ ଯେ ପୂଜା ଥାଳି ଘେନି ଦେବୀଙ୍କ ମନ୍ଦିରେ ଚଳି ଗଲା ସେହି କ୍ଷଣି। ଜାନ୍ତେଣ ମାର୍ଜାର କଳି ଦେଖିଲା ପଥରେ ଉଲୁକ ଆସିଣ ଉଡ଼ି ବସିଲା ମଥାରେ। ଦେବୀଙ୍କ ମନ୍ଦିର ପାଶେ ହୁଅନ୍ତେ ପ୍ରବେଶ ଅଇଲେ ଚାଣ୍ଡାଳ ମାନେ ଘେନି ତୀକ୍ଷ୍ଣ ଅସ୍ତ୍ର। ନ ଚିହ୍ନି ଖଡ଼ଗ ଘେନି ଯେ ପକାଇଲେ ହାଣି ଛାଡ଼ି ପଳାଇଲେ ସେ ମନ୍ତ୍ରୀ ପୁତ୍ର ଜାଣି। ମରିବା ବେଳେ ମଦନ ହରି ଚିନ୍ତା କଲା ରାମକୃଷ୍ଣ ବନମାଳୀ ତୁଣ୍ଡରେ ଜପିଲା। ଚନ୍ଦ୍ରହାସ୍ୟ ମଦନ ହାତରେ ଦେଇ ଥାଳି ତାର ଅଶ୍ଵ ପରେ ଚଢ଼ି ରାଜା ପାଶେ ଚଳି। ହରି ନାମ ଗୋଟି ହୃଦେ ଜପି ଚନ୍ଦ୍ରହାସ୍ୟ କୁନ୍ତଳ ରାଜାଙ୍କ ପାଶେ ହୋଇଲା ପ୍ରବେଶ। ରାଜାଙ୍କ ଚରଣ ତଳେ କଲା ନମସ୍କାର ଦେଖିଣ ଆନନ୍ଦ ହେଲେ କୁନ୍ତଳ ଈଶ୍ୱର। ଗାଲବ ଋଷିଙ୍କୁ ବେଗେ ଡକାଇ ଆଣିଲେ ତାଙ୍କ ହସ୍ତେ ଚନ୍ଦ୍ରହାସ୍ୟ ସମର୍ପଣ କଲେ। ଏଥୁ ଅନ୍ତେ ରାଜକନ୍ୟା ଚମ୍ପକ ମାଳିନୀ ଚନ୍ଦ୍ରହାସ୍ୟ ବିଭାତାଙ୍କୁ ଦେଲେ ନୃପମଣି। କନ୍ୟା ଗୋଟି ବିଭା ଦେଲ ରାଜେ କଲେ ରାଜା ସମସ୍ତ ଜନ ପରଜା କଲେ ପାଦ ପୂଜା। ନୃପ ବୋଲେ ପରମ ବୈଷ୍ଣବ ଚନ୍ଦ୍ରହାସ୍ୟ ଏହା ଯୋଗେ ସଂସାରରେ ଉପୁଜିବ ଯଶ। ରାଜଧନ ସିଂହାସନ ଚନ୍ଦ୍ରହାସ୍ୟ ଦେଇ ବନକୁ ଯିବାକୁ ସଜ ହେଲେ ନର ସାଇଁ। ନାନାଦି ତୀର୍ଥ ମାନଙ୍କ ଜଳ ଅଣାଇଲେ ଚନ୍ଦ୍ରହାସ୍ୟ ବିଧି ମତେ ଅଭିଷେକ କଲେ। ସାଧୁ ବିଜ୍ଞ ପଣ୍ଡିତଙ୍କୁ ନିମନ୍ତ୍ରୀ ଆଣିଣ ଚନ୍ଦ୍ରହାସ୍ୟ କୁନ୍ତଳରେ ରାଜା କଲେ ପୁଣ। ଦୁର୍ବାଧାନ୍ୟ ଦେଇଣ ଆଶିଷ ସର୍ବେ କଲେ କୁନ୍ତଳ ନୃପତି ଥାଇ ସମସ୍ତ ଦେଖିଲେ। ଏଥୁ ଅନ୍ତେ କୁନ୍ତଳ ଦେଶର ନୃପ ସାଇଁ ବନକୁ ଗମନ କଲେ ଯୋଗୀ ବେଶ ହୋଇ। ଯାହାକୁ ଯେ ସହାୟ ଅଛନ୍ତି ଚକ୍ରଧର ତାହାର ଅନିଷ୍ଟ କରି ପାରେ କେଉଁ ଛାର। ଶ୍ରୀହରିଙ୍କ ପରମ ଭକତ ଜାଣ ସେହି ତାହାର କି ଦ୍ରୋହ ଚିନ୍ତି ପାରନ୍ତି କି କେହି। ହସ୍ତି ପୃଷ୍ଠେ ଚନ୍ଦ୍ରହାସ୍ୟ ନଗ୍ର ବୁଲିଗଲା ନୂଆ ରାଜା ହୋଇଣ ସେ ଭ୍ରମଇ ଦେଶରେ। ଦୁଷ୍ଟ ବୁଦ୍ଧି ଦ୍ୱାରେ ଗଲେ ରଜନୀ ଶେଷରେ ଦ୍ୱାରିକି ଡାକି ଡଗର କହନ୍ତି ବଚନ। ରାଜା ବିଜେ କରିଛନ୍ତି ମନ୍ତ୍ରୀ ଡାକି ଆଣ। କୁନ୍ତଳର ନୃପତି କଲେ ବନବାସ ଏ ଦେଶରେ ରାଜା ହୋଇଛନ୍ତି ଚନ୍ଦ୍ରହାସ୍ୟ। ଚମ୍ପକ ମାଳିନୀକୁ ସେ ବିଭା ହୋଇଛନ୍ତି ହସ୍ତିର ପୃଷ୍ଠରେ ଦେଖ ନଗରେ ଭ୍ରମନ୍ତି। ମନ୍ତ୍ରୀକୁ ଦେଖିବା ପାଇଁ ଅଇଲେ ଠାକୁ ବେଗ ହୋଇ ଯାଇ କୁହ ଯା ତାହାଙ୍କୁ। ତାହା ଶୁଣି ଦ୍ୱାରପାଳ
ବେଗ ହୋଇଗଲା। ଚନ୍ଦ୍ରହାସ୍ୟ ବାର୍ତ୍ତା ମନ୍ତ୍ରୀ ଆଗରେ କହିଲା, ଚନ୍ଦ୍ରହାସ୍ୟ ଯେ ତୁମ୍ଭର ଅଟଇ ଜୁଆଇଁ, କୋନ୍ତଳରେ ସେହୁ ହୋଇଛନ୍ତି ନୃପସାଇଁ। ନୃପ କନ୍ୟା ଚମ୍ପକ ମାଳିନୀ ବିଭା ହେଲେ, ରାଜ୍ୟ ଅଭିଷେକ ହୋଇ ନଗରରେ ବୁଲିଲେ। ତୁମ୍ଭଙ୍କୁ ଦେଖିବା ପାଇଁ ଅଇଲେ ଠାକୁ, ବେଗେ ମନ୍ତ୍ରୀ ଦର୍ଶନ କର ଯାଇ ତାଙ୍କୁ। ତାହା ଶୁଣି ମନ୍ତ୍ରୀ ଯେ ଦ୍ୱାରିକି ଦେଲା ଗାଳି, ଆଉ ସେ କଥା ନ କହି ବେଗେ ଯାଅ ଚଳି। ମୋହର ଯେ ମହାରାଜା କୁନ୍ତଳ ଈଶ୍ୱର, ତହି ଚନ୍ଦ୍ରହାସ୍ୟ ରାଜା କହୁଛୁ ତୁଣ୍ଡର। କୁନ୍ତଳ ନଗରର ରାଜା ଅନ୍ୟ ଏକ ହୋଇବ, ଏକଥା ନିଶ୍ଚୟ ନୁହେଁ ମନେ ତୋର ଭାବ। ଶୁଣିଣ ବୋଇଲା ଦ୍ୱାରୀ ମୋତେ କିମ୍ପା ଚଳ, ଦେଖନ୍ତୁ ଦ୍ୱାରରେ ଉଭା ଛନ୍ତି ମହିପାଳ। ଏମନ୍ତେ କହନ୍ତେ ଚନ୍ଦ୍ର ହାସ୍ୟ ନରସାଇଁ, ପତ୍ନୀ ସହିତରେ ମନ୍ତ୍ରୀ ଆଗେ ହେଲେ ଯାଇ। ଦେଖି ଦୁଷ୍ଟ ବୁଦ୍ଧି ଆଖି ମଳିନ ଚାହିଁଲା, ଦିନକି ରାଜା ହୋଇ ଅଇଲା ଯେ ବୋଇଲା। ବେଗେଣ ଡାକିଲେ ମନ୍ତ୍ରୀ ଆସରେ ମଦନ, କେହି ନ ଚାହିଁଲେ ତାଙ୍କୁ ଟେକିଣ ବଦନ। ରାଜା ରାଣୀ ଦୁଇ ଜଣ ଅପାଙ୍ଗେ ଚାହିଁଲେ, ଚରଣରେ ପଡ଼ି ଦଣ୍ଡ ବତକୁ ବିହିଲେ। ବେନି ଭୋଜେ ମନ୍ତ୍ରୀ ତାଙ୍କୁ ଉଠାଇଲେ ଧରି, ବୋଇଲେ ନଗଲ କିମ୍ପା ଚଣ୍ଡୀ ପୂଜା କରି। କୂଳ ବ୍ୟବହାର ନାଶେ କୂଳ ହେବ ନାଶ, ତାହା ଶୁଣି ମନ୍ତ୍ରୀକୁ କହନ୍ତି ଚନ୍ଦ୍ରହାସ୍ୟ। ପୂଜିବାକୁ ଯିବା ବେଳେ ଚଣ୍ଡୀଙ୍କ ଚରଣ, ବାଟରେ ମଦନ ମୋତେ କଲେ କବାରଣ। କହିଲେ ଯେ ଆଜ୍ଞା ଦେଇଛନ୍ତି ନରପତି, ବେଗ ବେଗ ହୋଇ ତୁମ୍ଭେ ଯାଅ ତାଙ୍କ କତି। ମୁହିଁ ତୁମ୍ଭ ପାଇଁ ଯାଉ ଅଛି ପୂଜି କାଳି, ଏତେ ବୋଲି ମୋର ହସ୍ତୁ ନେଲେ ଅର୍ଘ୍ୟ ଥାଳି। ଥାଳି ଘେନି ମଦନ ଯେ କରନ୍ତେ ଗମନ, ମୁହିଁ ତହୁଁ ଚଳିଗଲି ନୃପତି ଭୁବନ। ଦଣ୍ଡ ଛତ୍ର ଦେଇ ରାଜା କନ୍ୟା ବିଭା ଦେଲେ, ରତ୍ନ ସିଂହାସନେ ଅଭିଷେକ କରାଇଲେ। ସନ୍ନ୍ୟାସୀ ହଇଣ ରାଜା ଗମିଲେ ବନକୁ, ହସ୍ତି ଚଢ଼ି ଅଇଲି ମୁଁ ନଗର ବୁଲିବାକୁ। ତାହା ଶୁଣି ମନ୍ତ୍ରୀର ବୁଡ଼ିଲା ନିଜ ଜ୍ଞାନ, ବେନି କର ହୃଦେ ମାରି କରଇ ଚିନ୍ତନ। ବୋଇଲା ମୁଁ ପାପ ବୁଦ୍ଧି କଲଇଁ ଯେତେକ, ମୋହର ଉପରେ ତାହା ପଡ଼ିଲା ପ୍ରତ୍ୟକ୍ଷ। ଜାଣି ଶୁଣି ଧର୍ମ ପଥ ଯେ ଜନ ଛାଡ଼ଇ, ନାନାଦି ଯାତନା ସେହି ଜନ ଯେ ଭୁଞ୍ଜଇ। ପରର ନିମନ୍ତେ ଯେହୁ ଖୋଳୁଥାଇ ଗାତ, ସେହି ଗର୍ତ୍ତେ ସେହି ଲୋକ ପଡ଼ଇ ନିୟତ। ଚନ୍ଦ୍ରହାସ୍ୟ ଶ୍ରୀହରିଙ୍କ ଭକ୍ତ ମୁଁ ଯେ ଜାଣି, ମୁହିଁ ମୂଢ଼ ତାଙ୍କ ଦ୍ରୋହ ଚିନ୍ତା କଲି ପୁଣି। ତହିଁରେ ଅଧର୍ମ ପୁଣି ହୋଇଲା ମୋହର, ସର୍ବଦା ଦୋରେହା ମୁହିଁ
ହେଲି ଶ୍ରୀହରିର ପାହିବାକୁ ଅଛି ମାତ୍ର ବେନି ଘଡ଼ି ରାତି। ଦେବୀଙ୍କ ଗୃହକୁ ମନ୍ତ୍ରୀ ବେଗେ କଲେ ଗତି। ପ୍ରେତଗଣ ମାନଙ୍କୁ ସେ ବାଟରେ ଦେଖିଲେ, ମନୁଷ୍ୟ ବିଚାରି ତାଙ୍କୁ ବଚନ ବୋଇଲେ। ବୋଇଲେ ପୂର୍ବେ ମୁଁ କେଉଁ ପାପ କରିଥିଲି, ସେହି ଅଧର୍ମର ଫଳେ ଏ ଦୁଃଖ ଭୁଞ୍ଜିଲି। ଶୁଣି ପ୍ରେତ ଗଣେ ତାକୁ କିଛି ନ କହିଲେ, ମୁଖକୁ ନ ଚାହିଁ ସର୍ବେ ଅଦୃଶ୍ୟ ହୋଇଲେ। ତହୁଁ ଯାଇ ଚଣ୍ଡୀ ଗୃହେ ହୋଇଲା ପ୍ରବେଶ, ଦେଖିଲା ମଦନ ତହିଁ ହୋଇଅଛି ନାଶ। ହାହା କରି କପାଳରେ ହସ୍ତକୁ ମାଇଲା, କେଣେ ପୁତ୍ର ଛାଡ଼ି ଗଲୁ ବୋଲି ନ ବୋଇଲା। କୋଳେ ଧରି ବୋଲେ ଉଠ ମଦନ କୁମାର, ତୋହ ଲାଗି ଘର ମୋର ହେଲା ଅନ୍ଧକାର। ଶ୍ରୀହରି ଭକ୍ତର ମୁହିଁ ଦୋରେହି ହୋଇଲି, ସେହି ପାପରେ କୁମର ତୋତେ ହରାଇଲି। ତୋହି ପୁଣି ଅଟୁ ପୁତ୍ର ଶ୍ରୀହରି ଭକତ, ତୋତେ କିମ୍ପାଏ ଦଶା ହୋଇଲା ପରାପତ। ଏତେ ବୋଲି ମନ୍ତ୍ରୀ ବର ବହୁତ କାନ୍ଦିଲା, ସ୍ତମ୍ଭରେ ମୁଣ୍ଡକୁ ମାରି ଜୀବନ ଛାଡ଼ିଲା। ପିତା ପୁତ୍ର ଦୁହେଁ ଦେବୀ ଗୃହେ ହେଲେ ହତ, ଶ୍ରୀହରି ମହିମା ସେ ଯେ ଦୈବ ଆୟତ। ପିତା ପୁତ୍ର ଦୁଇ ଚଣ୍ଡୀ ମନ୍ଦିରେ ରହିଲେ, ଆର ଦିନ ରବି ଉଦୟଗିରିରେ ହେଲେ। ଏଣେ ଚନ୍ଦ୍ରହାସ୍ୟ ବିଷ ୟାର ପାଶେ ଗଲା, ସ୍ନେହ ଭରେ ତାଙ୍କୁ ସଙ୍ଗେ ଘେନିଣ ଆସିଲା। ବେନି ନାରୀ ନେଇ ଗୃହେ ଚନ୍ଦ୍ରହାସ୍ୟ ବୀର, ଆନନ୍ଦ ମନରେ କାଳ କାଟିଲା ସେଠାର। ଦେବୀଙ୍କ ପୂଜକ ଦ୍ୱିଜ ଘେନି ପୁଷ୍ପ ଜଳ, ମନ୍ଦିର ମଧ୍ୟରେ ପ୍ରବେଶିଲେ ତତ୍କାଳ। ଦେଖିଲେ ଯେ ମନ୍ତ୍ରୀ ସଙ୍ଗେ ମଦନ କୁମାର, ପ୍ରାଣ ହାରି ପଡ଼ିଣ ଯେ ଅଛଇ ଭୂମିର। ଦେଖି ମନେ ମନେ ପୁଣ ଭାଳଇ ପୂଜକ, ଚନ୍ଦ୍ରହାସ୍ୟ ଦ୍ରୋହ ଚିନ୍ତା ଫଳିଲା ଏତେକ। ଏମନ୍ତ ଦେଖିଣ ନୃପତିଙ୍କ ପାଶେ ଗଲେ, ବିନୟ ହୋଇଣ ତାଙ୍କୁ ବଚନ କହିଲେ। ବୋଇଲେ ମୁଁ ଦେବୀଙ୍କର ଅଟଇ ପୂଜକ, ସାବଧାନ ହୋଇ ଶୁଣ କୁନ୍ତଳ ନାୟକ। ପ୍ରଭାତରୁ ଗଲି ମୋହି ଦେବୀ ପୂଜା ପାଇଁ, ବଡ଼ ଦୁର୍ଘଟଣା ତହିଁ ଦେଖି ଅଇଲଇଁ। ଦୁଷ୍ଟ ବୁଦ୍ଧି ମନ୍ତ୍ରୀ ତାର କୁମର ମଦନ, ମନ୍ଦିରରେ ପଡ଼ିଛନ୍ତି ହରାଇ ଜୀବନ। ସେ ଦୁହିଁକି ରାତ୍ରେ କେହୁ କରିଛି ଛେଦନ, ସେହି କଥା କହିବାକୁ ଆସିଛି ରାଜନ। ତାହା ଶୁଣି ଚନ୍ଦ୍ରହାସ୍ୟ ହୋଇଣ ଚକିତ, ଦେବୀଙ୍କ ମନ୍ଦିରେ ଯାଇ ମିଳିଲେ ତୁରିତ। ଅନ୍ତପୁରେ ନାରୀମାନେ ବିକଳେ କାନ୍ଦିଲେ, ନଗ୍ର ପ୍ରଜାମାନେ ଶୁଣି ବହୁ ଶୋକ କଲେ। ଚନ୍ଦ୍ରହାସ୍ୟ ଦେଖେ ପିତା ପୁତ୍ର ବେନି ଜଣ, ସେ ମନ୍ଦିରେ ପଡ଼ିଛନ୍ତି
ହରାଇ ଜୀବନ। ସେ ଦୁହିଁଙ୍କ ମୃତ୍ୟୁ ଦେଖି ବହୁ ଶୋକ କଲା। କି ବୁଦ୍ଧି କରିବି ବୋଲି ମନେ ବିଚାରିଲା। ଏତେ ଭାଳି ସୂଚିବନ୍ତ ହୋଇ ଚନ୍ଦ୍ରହାସ୍ୟ ଦେବୀଙ୍କ ପାଶରେ ଯାଇ ହୋଇଲା ପ୍ରବେଶ। ଏକ ଏକ କରି ବ୍ରାହ୍ମଣଙ୍କୁ ଡକାଇଲେ। ପୂଜା ଜପ ହୋମ ନାନା ମତେ କରାଇଲେ। ପିପଳ କଦଳୀ ଛେନା କାକରା ସାକର ଘୃତ ସହିତ ପାୟସ କଲେ କପାର। ଜବତିଳ ଆଦି ସର୍ବ ଆହୁତି ଯେ ଦେଲେ। ଦେବୀଙ୍କର ସ୍ତବ ଶୁଣି ବହୁ ପାଠ କଲେ। ଲକ୍ଷେ ହୋମ କଲେ ଦେବୀଙ୍କ ଉଦ୍ଦେଶ୍ୟରେ। ନିଜ ମାଂସ କାଟିଦେଲେ ମନୋହର ସରେ। ଖଡ଼ଗ ଧରିଛନ୍ତି ଯେ ଆପଣାର କରେ। ଅସ୍ଥି ମାତ୍ର ରହିଅଛି ତାହାଙ୍କ ଶରୀରେ। ଖଡ଼ଗ ଧରି କାଟିବାକୁ ଯାନ୍ତେ ନିଜ ଶିର। ବେଗେ ଯାଇ ଚଣ୍ଡିକା ଧଇଲେ ତାର କର। ବୋଇଲେ ତୁ ଚନ୍ଦ୍ରହାସ୍ୟ ଶ୍ରୀହରି ଭକତ। ନିଜ ଶିର କାଟୁଅଛୁ ଏ ନହେ ଉଚିତ। ଦୁଷ୍ଟ ବୁଦ୍ଧି ମନ୍ତ୍ରୀ ତୋତେ ଦ୍ରୋହ ଚିନ୍ତା କଲା। ସେଥିପାଇଁ ପୁତ୍ର ସହି ତରେ ନାଶ ଗଲା। ଜାଣି ଚନ୍ଦ୍ରହାସ୍ୟ ତୋତେ ହରି କୃପା କଲେ। ଅଧିକା ଆଙ୍ଗୁଠି ଛେଦି ଜୀବନ ରଖିଲେ। ତୋର ଚରିତ ଏବେ କହୁଅଛି ଶୁଣ। କୁଳିନ୍ଦ ପାଳିଲା ତୋତେ କରିଣ ନନ୍ଦନ। ତହିଁ ଯାଇ ଦୁଷ୍ଟ ବୁଦ୍ଧି କପଟ ଭିଆଇ। ମଦନ ନିକଟେ ତୋତେ ଦେଲା ପଠିଆଇ। ତୁ ନ ଜାଣୁ ପତ୍ର ଲେଖି ଥିଲା ମଦନକୁ। ବିଷ ଦେଇ ବେଗ କରି ମାରିବ ଏହାକୁ। ପତ୍ର ଘେନି ତୁହି ମନ୍ତ୍ରୀ ଉପବନ ଠାରେ। ଘୋଡ଼ା ରଖି ଶୋଇଣ ପଡ଼ିଲୁ ସେ ସ୍ଥାନରେ। ପତ୍ର ତୋର ଶୋଇବାର ବେଳେ ପଡ଼ିଥିଲା। ଏ ସମୟ ବିଷୟା ଯେ ସେଠାରେ ମିଳିଲା। ପତ୍ର ପଢ଼ି ବିପରୀତ କରି ଲେଖି ଦେଇ। ସ୍ୱାମୀ ପାଦେ ବରି ଗୃହେ ଫେରିଗଲା ସେହି। ତହୁଁ ଉଠି ପତ୍ର ଘେନି ଚଳିଗଲୁ ତୁହି। ମଦନର ସହିତରେ ଦେଖା କଲୁ ଯାଇ। ଶ୍ରୀହରି ମହିମା କେହି କହି ନ ପାରଇ। ବିଷୟା କନ୍ୟାକୁ ବିଭା ହୋଇଲୁ ଯେ ତୁହି। ତେଣେ ଦୁଷ୍ଟ ବୁଦ୍ଧି କୁଳିନ୍ଦକୁ ଯେ ବାନ୍ଧିଲା। ସର୍ବଧନ ଆଣି ତାକୁ ବହୁତ ମାଇଲା। ତୋର ବିଭା ହେବା ଜାଣି କୁମନ୍ତ୍ରଣା କଲା। ମୋତେ ପୂଜିବାକୁ ତୋତେ ଏକା ପଠାଇଲା। ଚାଣ୍ଡାଳେ କହିଲା କାଟିବାକୁ ତୋର ଶିର। ଶ୍ରୀହରି କୃପାରେ ପ୍ରାଣ ପାଇଲୁ କୁମର। ଶ୍ରୀହରି ଭକ୍ତ ତୁହି ଅଟୁ ଯେ ଚନ୍ଦ୍ରହାସ୍ୟ। ଜଗତେ କେ ଅଛି ତୋତେ କରିବାକୁ ନାଶ। ପୂଜା ଥାଳି ଘେନି ତୁହି ବାଟରେ ଆସନ୍ତେ। ସାକ୍ଷାତ ହୋଇଲା ତୋର ମଦନ ସଙ୍ଗତେ। ଦୈବରେ ରାଜା ଆଜ୍ଞା ହୋଇଥିଲା ତୋତେ। ମଦନକୁ ଦେଇ ଥାଳି ଫେରିଲୁ ତୋରିତେ।
राजा आज्ञा बोली तोते लेउटाई देला चांडाल हस्ते मदन शिरछेद हेला सही अधर्मरु जान आसी पिता तार पुत्रर मरण देखी तेजिला शरीर श्रीहरि प्रसादे तुही होइलु राजन एते अविचार कथा करु किंपा पूर्ण महाराजा होई राज्य भोग कर तुही वृथारे शरीर नाश करुछु किंपाई एते कही देवी बोलू अछंती कुमार प्रसन्न होइली तोते मागी घेन बर शुणी चंद्र हास्य जे बहुत करी स्तुति बोइले प्रसन्न जेबे हेले भगवती ए मोहर शिर देई तोषिबी तुम्भरे एते कही खड्ग धरिला बे निज करे चंडिका जाइण बेगे धइले ताकर शुण हे सुजने कथा एथु अनंतर चंडिका धरन्ते कर चंद्रहास्य भणी जेबे मते वर देव शुण ठाकुराणी सर्वदा तोहर पद्म पादे मन थिब दुष्ट बुद्धि मदन को प्राण दान देव शुणी देवी अस्तु हेउ बोली आज्ञा देले धन जन गोप लक्ष्मी बढ़िब बोइले बालक कालरू हेलु श्रीहरिर भक्त तोह जस पौरुष घोषु त्रिजगत जेउ नर नारी तोर चरित शुणिबे अशेष जन्मर पाप मान विनाशिबे कଳି जुगे शुणिबे जे चरित तोहरी ए माया संसार अब हेले जीवे तरी देवी आज्ञा रे दुष्ट बुद्धि तार सूत प्राण दान पाई अंग कले क पवित्र बर देई भगवती अंतर्ध्यान हेले चंद्रहास्य शिरे देवे पुष्प वृष्टि कले दुष्ट बुद्धि मदन को घेने चंद्रहास्य आलिंघन करी बसाइले निज पास दुष्ट बुद्धि पिता पुत्र देखि चंद्रहास्य निर्जन बरे जाइण होइले प्रवेश हरिंक कृपारे चंद्र हास्य होई राजा सुखरे पालिले कुंतलर जन प्रजा चंद्रहास्य राजा हेबा शुणिण कुलिंद श्रीहरि महिमा जानी होइले आनंद दुष्ट बुद्धि हस्तरु जे निश्चिंत होइले विप्र दुखी जनଙ୍କୁ बहुत दान देले एसन विचारी मने कुलिंद नृपति मोर आशा पूर्ण करी छंती भगवती आउ ए राज्य रे मोकी कार्य जे अछई अनल रे पशी पाप देह नाशिबई एमंत कुलिंद राजा विचारी मन रे निश्चिंत रहिला बसी श्रीहरि ध्यान रे बोइले हे हरि तुम्भे परम ब्रह्मनाथ देइथिल चंद्रहास्य करी मते सूत परम भक्त तुम्भर अटे जान से
କରିଥାଅ ତାକୁ ରକ୍ଷା ଲକ୍ଷ୍ମୀ ଦେବୀ ସାଇ। ଏମନ୍ତ ବିଚାରି ନିଜ ପତ୍ନୀ କି କହଇ ଜାଳ ଅଗ୍ନି ଦେହ ମୋହି ନାଶ କରିବଇ। ଆଉ ଥରେ ଦୁଷ୍ଟ ବୁଦ୍ଧି ଓଇଲେ ହୋ ଜାଣ ନ ପାରିବି ଆଉ ସହି ତାହାର କଷଣ। କୁଳିନ୍ଦର ରାଣୀ କଲା ଶୁଣ ସନମତ ଏଥୁ ଅନନ୍ତରେ ଶୁଣ କଥା ବିପରୀତ। ସେ ଦୁଷ୍ଟ ବୁଦ୍ଧି କେମନ୍ତେ ବାରତା ପାଇଲା ତୁମ୍ଭ ନାମେ କୁଳିନ୍ଦଟି ମହାଭୟ କଲା। ଜାଳି ଅଗ୍ନି ନିଜ ପ୍ରାଣ ତେଜିବ ବହନ ଧନ ଦ୍ରବ୍ୟ ସର୍ବ ବିପ୍ର ଗଣେ କଲା ଦାନ। ଅନଳ ଜାଣିଣ ସେ କୁଟୁମ୍ବ ସହିତରେ ନାସିବ ଶରୀର ମନ୍ତ୍ରୀ ତୁମ୍ଭର ଭୟରେ। ଶୁଣି ଦୁଷ୍ଟ ବୁଦ୍ଧି ଅଶ୍ଵ ଚଢ଼ି ବେଗେ ଗଲା ଯାଇ କୁଳିନ୍ଦ ପାଶରେ ପ୍ରବେଶ ହୋଇଲା। ଦେଖିଣ କୁଳିନ୍ଦ ତାକୁ ମହାଭୟ କଲା ପ୍ରାଣ ଗଲା ବୋଲି ସେହି କାତର ହୋଇଲା। ଦେଖି କୁଳିନ୍ଦର ଭୟ ମନ୍ତ୍ରୀ ବୋଲେ ବାଣୀ କିମ୍ପାଇଁ ମନରେ ଭୟ ପାଉଅଛ ପୁଣି। ଦେଇଛି ଦୁହିତା ବିଭା ସେ ଚନ୍ଦ୍ରହାସ୍ୟକୁ ହୋଇଲ ସମୁଦି ଭୟ କରୁଛ କାହାକୁ। ପଶୁଛି ଶରଣ ଝିଅ ଦେଇ ତୁମ୍ଭ ଠାଇ ଦୋଷ ମୋର କ୍ଷମା କର ଆହେ ନର ସାଇ। ଚନ୍ଦ୍ରହାସ୍ୟ କୁନ୍ତଳ ଦେଶରେ ରାଜା ହେଲେ ଦୟା କରିଣ ମୋତେ ଜୀବ ଦାନ ଦେଲେ। ଶ୍ରୀହରିଙ୍କ ପାଦ ପଦ୍ମ ସୁମରି ଅନ୍ତରେ କୁଳିନ୍ଦ ରହିଲା ତହିଁ ଆନନ୍ଦ ଚିତ୍ତରେ। ନିତ୍ୟ ଧନ ଦିନ ଦୁଃଖୀ ଜନେ ଦାନ କରେ ଅହରହ ହରି ପାଦ ଭଜନ ସେ କରେ। ନରପତି ଚନ୍ଦ୍ରହାସ୍ୟ କୁନ୍ତଳ ପାଳିଲେ ଦେଖି ଜନ ପ୍ରଜା ମାନେ ଆନନ୍ଦ ହୋଇଲେ। ଅନ୍ନ ବସ୍ତ୍ର ଦାନ କଲେ ବ୍ରାହ୍ମଣ ମାନଙ୍କୁ କୁଳିନ୍ଦକୁ ଆଣିଲେ ଆପଣା ପୁରକୁ। କୁଳିନ୍ଦ ସହିତ ତାର ପତ୍ନୀ ରଖି ଘରେ ଦେବତା ପରାଏ ପୂଜା କଲେ ନିରନ୍ତରେ। ଏହି ପରିଗତ ଯେ ହୋଇଲା 3 ବର୍ଷ ବେନି ନାରୀ ଠାରୁ ବେନି ପୁତ୍ର ହେଲା ଜାତ। ମକର ଧ୍ୱଜ ନାମରେ ବିଷୟାର ସୁତ ପଦ୍ମ ନାମ ଅଟେ ଚମ୍ପକ ମାଳିନୀ ପୁତ୍ର। ଏହିପରି ଚନ୍ଦ୍ରହାସ୍ୟ ରାଜଠୁ ପାଳିଲେ ଶାଳଗ୍ରାମ ଶିଳା ପୂଜି ଦୁଃଖ ବିନାଶିଲେ। ଏଣୁ ସାଧୁ ଜନ ପୂଜା କର ଶାଳଗ୍ରାମ ସଂସାର ମାୟାରୁ ତରି ଜୀବ ଭଲେ ଜାଣ। ଶାଳଗ୍ରାମ ରୂପେ ନାରାୟଣ କଳି ଯୁଗେ ସଂସାରରେ ବିହରି ଜନେ ତାରନ୍ତି ବିବୁଧେ। ଶାଳଗ୍ରାମ ରୂପେ ହରି କଳି କାଳେ ଖ୍ୟାତ ଯେ ତାଙ୍କୁ ପୂଜଇ ଯମ ଦଣ୍ଡ କାଟେ ସତ୍ୟ। କାନ୍ଧେ ଶାଳଗ୍ରାମ ବାନ୍ଧି ଚାଲଇ ଯେ ପଥ ଜାଣନ୍ତୁ ସେ ରହିଥାଏ ଏ 3 ଜଗତ। ଶାଳଗ୍ରାମ ଯେଉଁ ଜନ ଦାନ ଯେ କରଇ
ପୃଥ୍ୱୀ ଦାନ କଲା ଫଳ ନିଶ୍ଚୟ ଲଭଇ। ନିତ୍ୟ ଶାଳଗ୍ରାମେ ସ୍ତୁତି करे जेउ जन नासी सर्व पाप बसे वैकुंठ भुवन। नैमिषा अरण्य सिरी क्षेत्रे प्रयागरे गंगा सागरे गोमती तीर्थ जे स्नान रे। संपूर्ण बरस परे जेउ फल पाई शालग्राम स्थाने सेहु फल कुल भई। कोटि कोटि पाप थाई जाहार शरीरे नाश जाए शालग्राम सेहि पूजिबारे। शालग्रामे जेहु दिए तुलसी चंदन नाना स्तव पढ़ी करे चरण बंदन। अन्न आदि भोजन जे नैवेद्य दियई कुटुंब सहित वैकुंठरे बसे जाई। शालग्राम शिला जेहु बहई शिरेण तांकु ब्रह्मा बोलंती जे स्वयं नारायण। शालग्राम शिला जेहु पूजंती नित्ୟରେ देवगण तांकु तोष हुअंती अंतरे। आगे शालग्राम स्थापी पुराण पूजिले मनोरथ पूर्ण हुए मुक्ति लभे भले। जागृहरे शालग्राम शिला थाए जान तागृह पवित्र हुए जोजन प्रमाण। जार गृहे शालग्राम शिला चक्र थाई मेली हंती संसार सकल तीर्थ तही। पूजा करे शालग्राम शिला को जे नीति मनस्ताप जेत कथा जाए सर्वतुटी। मृत्यु काले शालग्राम दकपान कले मुक्ति लभिण बसे वैकुंठरे भले। हुए श्रीहरिंक प्रिय बंधु से संसारे ताकु आश्रा करे जेहु बसे वैकुंठरे। शालग्राम तुलसीर एमंत महिमा न पारिले चारि मुखे शेष करी ब्रह्मा। नारदंक मुख शुणी बीरवर पार्थ मुहि धन्य हेली बोली होइले हरस। श्रीकृष्णଙ୍କ रास लीला अमृतर सार दीन नारायण भाळे श्रीकृष्ण पय।